ଜୟ ଜଗନ୍ନାଥ। ଆଜି ଆମେ ପଢ଼ିବା +2 ସେକେଣ୍ଡ ଇୟର ML ଆକାଶ କଇଁଚର MCQ କୋଶ୍ଚିନ୍, ଯାହାର କବି ହେଲେ ମନୋଜ ଦାସ। ତ ଆଜି ପଢ଼ିବା ଆମେ ଆକାଶ କଇଁଚର MCQ କୋଶ୍ଚିନ୍। କେତେ ବର୍ଷରେ ଥରେ ଶୂନ୍ୟରୁ କଚ୍ଛପ ସୃଷ୍ଟି ହୁଏ ବୋଲି କୁହାଯାଇଛି? କେତେ ବର୍ଷରେ ଥରେ ଶୂନ୍ୟରୁ କଚ୍ଛପ ସୃଷ୍ଟି ହୁଏ ବୋଲି କୁହାଯାଇଛି? 100, ଲକ୍ଷେ, ଅୟୁତ, ସହସ୍ର। କେତେ ବର୍ଷ? ସହସ୍ର। କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତେ କହିଥିଲେ? ଦେବ ମଣୋହି, ରାଜ ମଣୋହି, ସାଧାରଣ ମଣୋହି, ଜନ ମଣୋହି। ତ କଚ୍ଛପ ମାଂସ କାହାର ଅଯୋଗ୍ୟ ବୋଲି ମହାପଣ୍ଡିତେ କହିଥିଲେ? ରାଜ ମଣୋହି। କାହା ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା? କାହା ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା? ବିହଙ୍ଗ, ହଂସ, କଚ୍ଛପ, ମଇଁଷି। କାହା ଆଡ଼କୁ? କଚ୍ଛପ। କଚ୍ଛପ ଆଡ଼କୁ ଦୃଷ୍ଟିପାତ କରି ରାଜାଙ୍କର ଗୋଟିଏ ଚକ୍ଷୁ ଝଟକି ଉଠିଥିଲା। ସେନାପତି କେଉଁ ରୋଗରୁ ମୁକ୍ତି ପାଇବା ପାଇଁ ଫାଳେ କଚ୍ଛପ ମାଂସ ଖାଇବାକୁ କହିଥିଲେ? ଶ୍ୱାସ, ଆମାଶୟ, ନିମୋନିଆ, ଗଣ୍ଠିବାତ। କେଉଁ ରୋଗ? ଗଣ୍ଠିବାତ। ସେନାପତି ଗଣ୍ଠିବାତ ରୋଗରୁ ମୁକ୍ତି ପାଇବା ପାଇଁ ଫାଳେ କଚ୍ଛପ ମାଂସ ଖାଇବାକୁ କହିଥିଲେ। ଶୂନ୍ୟରୁ ଖସିଲା ବେଳେ କଚ୍ଛପଟି କେଉଁ ଶବ୍ଦ ଉଚ୍ଚାରଣ କରୁଥିଲା? ଗର୍ବୀ, ପଙ୍ଗୁ, ବୁଦ୍ଧୁ, ଲୋଭୀ। କେଉଁ ଶବ୍ଦ ଉଚ୍ଚାରଣ କରିଥିଲେ? ବୁଦ୍ଧୁ। କେଉଁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ବୋଲି ରାଜା କହିଥିଲେ? ଅହଙ୍କାରୀ, ଲୋଭୀ, ପୃଥୁଳାକାୟ, ବୁଦ୍ଧୁ। କେଉଁ ବ୍ୟାଧିରୁ ମୁକ୍ତ ହେବା ଜରୁରୀ ବୋଲି ରାଜା କହିଥିଲେ? କେଉଁ ବ୍ୟାଧି? ବୁଦ୍ଧୁ। ରାଜାଙ୍କର କୋଳରେ ପାଚକର ସହକାରୀ କ'ଣ ବିଛାଇ ଦେଇଥିଲା? ରାଜାଙ୍କ କୋଳରେ ପାଚକର ସହକାରୀ କ'ଣ ବିଛାଇ ଦେଇଥିଲା? ଚିତ୍ରିତ ସାତରଙ୍ଗୀ, ମନ୍ତ୍ରୀଙ୍କ ପଗଡ଼ି, ରାଜାଙ୍କର ଉତ୍ତରୀ, ମଖମଲ ଚାଦର। କ'ଣ ବିଛାଇ ଦେଇଥିଲା? ମନ୍ତ୍ରୀଙ୍କ ପଗଡ଼ି। ରାଜାଙ୍କର ଧମକ କେଉଁଭଳି ସଭାସଦମାନଙ୍କର ସହ କାନ୍ଦଣାକୁ ନିସ୍ତବ୍ଧ କରିଦେଇଥିଲା? କେଉଁଭଳି? ବୁଲଡୋଜର, ଟ୍ରାକ୍ଟର, ଶଗଡ଼, ମଟର ଗାଡ଼ି। କେଉଁଭଳି? ବୁଲଡୋଜର ଭଳି। ବୁଲଡୋଜର ଭଳି ସଭାସଦଙ୍କ କାନ୍ଦଣାକୁ ନିସ୍ତବ୍ଧ କରିଦେଇଥିଲା। ତାଙ୍କ ରାଜ୍ୟର ମଇଁଷି ଆକାରର ବିହଙ୍ଗରୁ କେତେ ନେଇ ଆସିବାକୁ ରାଜା ବିଦେଶୀ ରାଜଦୂତଙ୍କୁ ନିର୍ଦ୍ଦେଶ ଦେଇଥିଲେ? କେତେ? 4ଟି, ହଳେ, ଗୋଟିଏ, 5ଟି। କେତେ? ହଳେ। ହଳେ ନେଇ ଆସିବାକୁ ରାଜା ବିଦେଶୀ ରାଜଦୂତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହତ୍ କାର୍ଯ୍ୟ ବୋଲି ରାଜା କେଉଁ କାର୍ଯ୍ୟକୁ ଇଙ୍ଗିତ କରିଛନ୍ତି? ଶିକାର, ବୈଦେଶିକ ସମ୍ପର୍କ, ରାଜୋତ୍ସବ, ଯୁଦ୍ଧ। କେଉଁ କାର୍ଯ୍ୟକୁ ଇଙ୍ଗିତ କରିଛନ୍ତି? ଯୁଦ୍ଧ। ପରୀକ୍ଷା ସଫଳ ବୋଲି କିଏ କହିଥିଲା? ସଙ୍କଟ, ବିକଟ, କମ୍ବୁଗ୍ରୀବ, ଚିତ୍ରଗ୍ରୀବ। କିଏ କହିଛି ପରୀକ୍ଷା ସଫଳ ବୋଲି? ବିକଟ। ଶୂନ୍ୟରେ ଥିବା ଯାଏଁ ମୁହଁ ନ ଖୋଲିବାକୁ କିଏ କମ୍ବୁଗ୍ରୀବକୁ ଚେତାଇ ଦେଇଥିଲା? ସଙ୍କଟ, ବିକଟ, ମର୍କଟ, ସୁଗ୍ରୀବ। କିଏ ଚେତାଇ ଦେଇଛି? ସଙ୍କଟ। ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ ଭବିଷ୍ୟବାଣୀ କରିଥିଲା? ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ ଭବିଷ୍ୟବାଣୀ କରିଥିଲା? କିଏ? ଚିଲ, ବଗ, କାଉ, ବକ। କିଏ? କାଉ। କାଉ ଭବିଷ୍ୟବାଣୀ କରିଥିଲା। ହଂସମାନେ ବିଶ୍ୱାସଘାତକ ବୋଲି କିଏ କହିଛି? ହଂସମାନେ ବିଶ୍ୱାସଘାତକ ବୋଲି କିଏ କହିଛି? ବତାସୀ, ଘରଚଟିଆ, ଚିଲ, ବକ। କିଏ କହିଛି? ବକ କହିଛି। କେଉଁ ଶବ୍ଦଟିକୁ କମ୍ବୁଗ୍ରୀବ
ଗଳାଧକରଣ କରିଦେଇଥିଲା। କେଉଁ ଶବ୍ଦ? ଆଃ ବୁଧୁ ବୋକା ମୂର୍ଖ। କେଉଁ ଶବ୍ଦ? ବୁଧୁ। ରାଜା ଉଡ଼ନ୍ତା କଛପଟିକୁ ଦେଖି କ'ଣ କହିଥିଲେ? ଆଶ୍ଚର୍ଯ୍ୟ, ଅଦ୍ଭୁତ, ବିଚିତ୍ର, ଅସାଧାରଣ। କ'ଣ କହିଥିଲେ ରାଜା ଉଡ଼ନ୍ତା କଛପଟିକୁ ଦେଖି? ବିଚିତ୍ର। ରାଜା କହିଥିଲେ ବିଚିତ୍ର ବୋଲି। ତାଙ୍କ ରାଜ୍ୟରେ କିଏ ଉଡ଼ିଯିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତ କହିଥିଲେ? ଠେକୁଆ, ଶିଆଳ, ଘୁଷୁରି, ମଇଁଷି କିଏ ଉଡ଼ିଯିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତ କହିଥିଲେ? ଘୁଷୁରି। ତାଙ୍କ ରାଜ୍ୟରେ ଘୁଷୁରି ଉଡ଼ିଯିବାର ଦେଖାଯାଏ ବୋଲି ବିଦେଶୀ ରାଜଦୂତ କହିଥିଲେ। ବିଦେଶୀ ରାଜଦୂତଙ୍କର ରାଜ୍ୟରେ କେଉଁଭଳି ବୃହତ୍କାର ବିହଙ୍ଗମାନ ଅଛନ୍ତି ବୋଲି ସେ କହିଥିଲେ? କେଉଁଭଳି? ମଇଁଷି, ଗଣ୍ଡା, ଜଳହସ୍ତୀ, ଜିରାଫ। କେଉଁଭଳି? ମଇଁଷି ଭଳି। ମଇଁଷି ଭଳି ବୃହତ୍କାୟ ବିହଙ୍ଗମାନ ଅଛନ୍ତି ବୋଲି ସେ କହିଥିଲେ। ସରୋବରରେ ରହୁଥିବା କଛପଟିର ନାମ କ'ଣ? କ'ଣ ସରୋବରରେ ରହୁଥିବା କଛପଟିର ନାମ? ଚିତ୍ରଗ୍ରୀବ, କମ୍ବୁଗ୍ରୀବ, ମଣିଗ୍ରୀବ, ଶଙ୍ଖଗ୍ରୀବ। କ'ଣ? କମ୍ବୁଗ୍ରୀବ। କମ୍ବୁଗ୍ରୀବ କ'ଣ ଥିବାରୁ ତା ପରିବେଶ ତାକୁ ସନ୍ତୁଷ୍ଟ କରିପାରୁନଥିଲା? କ'ଣ ଥିଲା କମ୍ବୁଗ୍ରୀବ ସେଥିପାଇଁ ତା ପରିବେଶ ତାକୁ ସନ୍ତୁଷ୍ଟ କରିପାରୁନଥିଲା? ଉଚ୍ଚାଭିଳାଷୀ, ଉଚ୍ଚାକାଂକ୍ଷୀ, କଳ୍ପନାଶ୍ରୟୀ, ଭାବପ୍ରବଣ। ତ କମ୍ବୁଗ୍ରୀବ କ'ଣ ଥିଲା? ଉଚ୍ଚାଭିଳାଷୀ। କଛପଟି କୂଳକୁ ଉଠିଯାଇ କେଉଁଥିରେ ବିଚରଣ କରୁଥାଏ? କଛପଟି କୂଳକୁ ଉଠିଯାଇ କେଉଁଥିରେ ବିଚରଣ କରୁଥାଏ? ଶିଶିର ବିନ୍ଦୁରେ, ଘାସ ଫୁଲରେ, ମୃଦୁ ସମୀରରେ, ସବୁଜ ଉପତ୍ୟକାରେ। କେଉଁଥିରେ ବିଚରଣ କରୁଥାଏ? ମୃଦୁ ସମୀରରେ। ଆଖି ବୁଜି କେଉଁଠି ଭଳିକି ଭଳି ଅଜବ ଦୃଶ୍ୟ ଦେଖେ? ତ କଛପଟି ଆଖି ବୁଜି କେଉଁଠି ଭଳିକି ଭଳି ଅଜବ ଦୃଶ୍ୟ ଦେଖେ? ବିମୁଗ୍ଧ କଳ୍ପଲୋକରେ, ବର୍ଷଣ ମୁଖର ସନ୍ଧ୍ୟାରେ, ସ୍ୱଚ୍ଛ ସରୋବରରେ, ସାତରଙ୍ଗୀ ଇନ୍ଦ୍ରଧନୁରେ। ତ କଛପଟି ଆଖି ବୁଜି କେଉଁଠି ଭଳିକି ଭଳି ଅଜବ ଦୃଶ୍ୟ ଦେଖେ? ବିମୁଗ୍ଧ କଳ୍ପଲୋକରେ। କେତେବେଳେ ଦୁଇଗୋଟି ହଂସ ସରୋବରରେ ଉପନୀତ ହେଉଥିଲେ? କେତେବେଳେ? ଶୀତ ଋତୁ, ଶରତ ଋତୁ, ବସନ୍ତ ଋତୁ, ବର୍ଷା ଋତୁ। କେତେବେଳେ? ବର୍ଷା ଋତୁ। ଯେତେବେଳେ ବର୍ଷା ଋତୁ ଆସୁଥିଲା ସେତେବେଳେ ଦୁଇଗୋଟି ହଂସ ସରୋବରରେ ଉପନୀତ ହେଉଥିଲେ। ଖଣ୍ଡିଏ କାଠିର ଦୁଇ ପ୍ରାନ୍ତକୁ କିଏ କାମୁଡ଼ି ଧରିଥିଲେ? କିଏ? ବିକଟ ଓ କମ୍ବୁଗ୍ରୀବ, କମ୍ବୁଗ୍ରୀବ ଓ ଶଙ୍କଟ, ବିକଟ ଓ ଶଙ୍କଟ, ମଣିଗ୍ରୀବ ଓ ବିକଟ। କିଏ ଖଣ୍ଡିଏ କାଠିର ଦୁଇ ପ୍ରାନ୍ତକୁ କାମୁଡ଼ି ଧରିଥିଲେ? ବିକଟ ଓ ଶଙ୍କଟ।